ଯଦିଓ ପାରାସିଟାମଲଟେ ବହୁତ ଖରାପ ବୋଲି ବହୁତ ଜଣ କୁହନ୍ତି, କିନ୍ତୁ ପାରାସିଟାମଲର ପ୍ରକୃତ ଡୋଜ୍ ବା ଆକର୍ଡିଂ ଟୁ ଡକ୍ଟର ଅନୁସାରେ ଆପଣ ଖାଇଲେ ଏ ପାରାସିଟାମଲ ବହୁତ ଲାଭଦାୟକ। କିନ୍ତୁ ବେଳେବେଳେ ପାରାସିଟାମଲର ଓଭର ଡୋଜ୍ରେ ଆପଣଙ୍କୁ ବହୁତ କିଛି କ୍ଷତି କରିପାରିବ। ଜାଣିବା ପ୍ରଥମ କଥା ହେଲା ପାରାସିଟାମଲ ଦିନକୁ 3000 mg ପର୍ଯ୍ୟନ୍ତ ଖାଇବା ସେଫ୍। ଏହାକୁ ମଧ୍ୟ ଆପଣ ଖାଇଲେ କିଛି ଅସୁବିଧା ନାହିଁ, କିନ୍ତୁ ଓଭର ଡୋଜ୍ ମାନେ ଅଧିକା ଖାଇଲେ ବା ଲଙ୍ଗ ଟର୍ମ ଖାଇଲେ ଏହା ଆପଣଙ୍କର କିଡନୀ ସହିତ ଲିଭର ଏହା ସହିତ ଆପଣଙ୍କର ଗ୍ୟାଷ୍ଟ୍ରିକ୍ ଇରିଟେସନ୍ ମଧ୍ୟ ବଢ଼େଇଦେବ ଏବଂ ଅନ୍ୟ କିଛି ଅର୍ଗାନରେ କ୍ଷତି କରେଇଦେବ। ବଟ୍ ବେଷ୍ଟ ବେନିଫିଟ୍ କ'ଣ? ଯଦି ଆପଣ କୌଣସି ପେନ୍ ହେଇଥାଏ ବା ପେନ୍ ଜାଗାରେ ଏରେସାଇଡ୍ ଡ୍ରପ୍ ପାରାସିଟାମଲ ଆପଣ ଖାଇଲେ ପେନକିଲର ଆବଶ୍ୟକ ନାହିଁ। ଆପଣ ଆଇସ୍ ଥେରାପି କରିପାରିବେ, ମାନେ ଯେଉଁ ଇଞ୍ଜୁରି ବା ସ୍ୱେଲିଂ ଜାଗାରେ ଆପଣ ଆଇସ୍କୁ ଲଗେଇ ପାରିବେ ଦିନକୁ 2 ଥର ବା ହଟ୍ ୱାଟର ବେଗ୍ ମଧ୍ୟ ଥେରାପି କରିପାରିବେ। ନହେଲେ ଡାଇକ୍ଲୋଫିନାକ୍ ଜେଲ୍କୁ ଦିନକୁ 2 ଥର ଲଗେଇବା ଦ୍ୱାରା ଯେଉଁ ପେନ୍ ହେଇଥିବ ଠିକ୍ ହେଇଯିବ। ପେନ୍ କିଲର ଆବଶ୍ୟକ ନାହିଁ। ପେନ୍ କିଲର ଆପଣ କିଡନୀକୁ ବହୁତ ଶୀଘ୍ର ଖରାପ କରିଦେବ ବା ଲିଭର ଡ୍ୟାମେଜ୍ କରିଦେବ। କିନ୍ତୁ ସେହି ଜାଗାରେ ଆପଣ ଆଇସ୍ ଥେରାପି ବା ହଟ୍ ୱାଟର ବେଗ୍ ଥେରାପି ଏବଂ ଡାଇକ୍ଲୋଫିନାକ୍ ଜେଲ୍କୁ ୟୁଜ୍ କରି ପାରାସିଟାମଲ 1000 mg ଦିନକୁ 2 ଥର ଖାଇ ଆପଣଙ୍କର ପେନ୍, ସ୍ୱେଲିଂ, ଇନଫ୍ଲାମେସନ୍ ବା ହେଡେକ୍କୁ କମେଇ ପାରିବେ। ବେଳେବେଳେ ଦେଖନ୍ତୁ ପାରାସିଟାମଲ ଆପଣଙ୍କର ଜ୍ୱର କମିବା ସହିତ ମୁଣ୍ଡ ବଥା, ଦେହ ବଥା, ଦେହ ଇନଫ୍ଲାମେସନ୍, ଇଞ୍ଜୁରି ଏବଂ ହେଡେକ୍କୁ କମିବାରେ ସକ୍ଷମ ରହିଥାଏ। କିଛି ବ୍ରାଣ୍ଡ ଜାଣି ରଖନ୍ତୁ, ଯେମିତିକା ପାରାସେଫ୍, ପାଇରିଜେସିକ୍, ଡୋଲୋ, କାଲପଲ, ଆରିଣ୍ଡିଡେକ୍ସିଆ ଭଳି ବ୍ରାଣ୍ଡ ଆପଣଙ୍କୁ ଓଡ଼ିଶାରେ ମିଳିପାରିବ। ଖାଇବା ଦ୍ୱାରା ଆପଣ ବେନିଫିଟେଡ୍ ହେବେ। ବଟ୍ ମନେ ରଖିବେ, ଅଧିକ ପାରାସିଟାମଲ କନଜ୍ୟୁମିଂ ଆପଣଙ୍କର କିଡନୀକୁ ଖରାପ ବା ଲିଭର ଖରାପ କରିପାରେ। କିଛି ଭଲ ଭିଡ଼ିଓ ପାଇଁ କମେଣ୍ଟ, ଲାଇକ୍ କରିବେ, ବଟ୍ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିବେ।